तो ପିଲାଙ୍କ ଭବିଷ୍ୟତ ବହିରେ ତ୍ରୁଟି ତ୍ରୁଟି ଅଛି କେମିତି ଦେଖୁଛନ୍ତି ଆମ ଆଗରେ? ଦେଖନ୍ତୁ ଏ ସରକାରରେ ବିଜେପି ସରକାର ଆସିଲା ଦିନୁ ଖାଲି ପେପର ଲିକ୍ ଏବଂ ବହିରେ ତ୍ରୁଟି, କୋଉଠି ପଇସା ବହି ପ୍ରିଣ୍ଟିଂ ରେ ଖାଇବେ, କୋଉଠି ପରୀକ୍ଷାରେ କୋଶ୍ଚିନ୍ ବିକି ଖାଇବେ ଆଉ ପାୱାରରେ ରହିବେ। ଏ ସରକାରଙ୍କର ବିଜେପି ସରକାରଙ୍କ ଶିକ୍ଷା ପ୍ରତି ଏବଂ ଛାତ୍ର ସମାଜ ପ୍ରତି ଯୁବ ସମାଜ ପ୍ରତି ବିଲକୁଲ ଦୃଷ୍ଟିରେ ନାହିଁ। କୋଉଠି ପାର୍ଟି ଭାଙ୍ଗିବେ, ଏମପି ନେବେ। ବର୍ତ୍ତମାନ ଏଇ ମିଶନରେ ଚାଲିଛି ସରକାର। ଭାରତ ବର୍ଷରେ ନା ପ୍ରଗତିର ପଥ ଅଟକି ଯାଇଛି, ଡଲାର ମୂଲ୍ୟ କୁଆଡେ ଯାଇ ପହଞ୍ଚିଲାଣି ଏବଂ ଇଣ୍ଡଷ୍ଟ୍ରି ନାହିଁ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଉ ବିଜୁଳି, ପାଣି ଯୋଉଗୁଡା ଆମ୍ ଆଦମୀ ପାର୍ଟି ମଣିଷକୁ ଦବା ପାଇଁ ଚାହୁଁଥିଲା ମୌଳିକ ସୁବିଧା, ଇଏ ବର୍ତ୍ତମାନ ସେଗୁଡାକୁ ବନ୍ଦ କରିଦେବା ଚାହୁଁଛନ୍ତି। ଇଏ ଚାହୁଁଛନ୍ତି ପିଲା ଆଉ ପାଠ ପଢନ୍ତୁନି, ପିଲା ମୂର୍ଖ ହୁଅନ୍ତୁ। ମୂର୍ଖ ମାନେ ଗଣ୍ଡ ମୂର୍ଖ। ଓଡିଶାର ଶିକ୍ଷାମନ୍ତ୍ରୀ ଯୋଉ ଅଛନ୍ତି ଗଣ୍ଡ ସାର୍, ଗଣ୍ଡ ବାବୁ, ସେ ବର୍ତ୍ତମାନ ଶିକ୍ଷାକୁ ଓଡିଶାରେ ଗୋଟେ ବେକାର କରିଦେଇଛନ୍ତି। ଆପଣ ଦେଖନ୍ତୁ 1678ଟା ତ୍ରୁଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ। ଏ ସାରା ଭାରତ ବର୍ଷରେ ଗୋଟେ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ ହବ। ସମସ୍ତେ ଛି ଛାକର କରୁଛନ୍ତି। ଓଡିଶାରେ କଣ 1678, ଖାଲି ସପ୍ତମ ଶ୍ରେଣୀରେ 705 ଭୁଲ ଅଛି। ଯୋଉ ପିଲା ପାଠ ପଢିବେ ଭୁଲ ପାଠ, ଆପଣ ଦେଖନ୍ତୁ ଗୋଟେ ସିମ୍ପଲ କଥା, ଗୋଟେ କୋଣାର୍କ ମନ୍ଦିର ଚିତ୍ର ଲଗେଇକି ସେ ଦେଇଛନ୍ତି ହାମ୍ପିର, ସେ ବିଠା ମନ୍ଦିର ଫଟୋ ମାରି ଦେଇଛନ୍ତି। ଆମର ପିଲା ଯୋଉ ପାଠ ପଢୁଛନ୍ତି ବିଧାନସଭା ଦେଖୁଛନ୍ତି, ଓଡିଶା ବିଧାନସଭା, ତା ବଦଳରେ କର୍ଣ୍ଣାଟକ ବିଧାନସଭା ଫଟୋ। ଏ ଯୋଉ କମିଟି ସବୁ ଅଛି ସେ କଣ କରୁଛି, କଣ ସେ ଡିପାର୍ଟମେଣ୍ଟ କରୁଛି କଣ? ଏଠି ଲେଖିଛନ୍ତି ନ୍ୟୁଟନକୁ ସେ ଜଣେ ବିଶିଷ୍ଟ ପାଇଲଟ ଥିଲେ। ମାନେ ଏଭଳି ଯଦି ଶିକ୍ଷା ଦିଆହବ, ପିଲା ତ ପୁରା ଗଲା ଗଣ୍ଡ ମୂର୍ଖ ହିଁ ବାହାରିବେ। ଓଡିଶାର ଅବସ୍ଥା ଆଉ 5 ବର୍ଷ 10 ବର୍ଷ ପରେ ଇଏ ସବୁ ପାଠଶାଠ ନଥିବ, ଇଏ ଗିନି ଖଞ୍ଜଣି ଧରିକିରି ଏ ବିଜେପି ପ୍ରଚାରରେ ଚାଲିଥିବେ। ଆଜ୍ଞା, ଏ ଯୋଉ ସଂସ୍ଥା ଯୋଉ ହେଇଛି, ମୁଁ ଆପଣଙ୍କୁ ଗୋଟେ ଲିଷ୍ଟ ଦଉଛି, ଆପଣ ଦେଖିବେ। ଗଣ ଶିକ୍ଷା ବିଭାଗରେ ତା ତଳେ ଅଛି SCERT। SCERT ର ଅଛି ତାର ଆମର ଜଣେ IAS ଅଛନ୍ତି ଲେଡି ସାହୁ, ଓଡିଆ ଝିଅ। ତା ତଳେ ଅଛି ଗୋଟେ ଷ୍ଟେଟ ଷ୍ଟିୟରିଂ କମିଟି ଆଉ ଗୋଟେ କୋର କମିଟି। ଏଇ ଦିଟା କମିଟି ଅଛି। ବହି କେତେ ଥାକରେ ଆସୁଛି, ସେଠି କୋର କମିଟିରେ 5 ଜଣ ଅଛନ୍ତି, ଷ୍ଟିୟରିଂ କମିଟିରେ 15 ଜଣ ଅଛନ୍ତି। ସେମାନେ ବି ସେ ବହି ଗୁଡା ଦେଖୁଛନ୍ତି ପ୍ରିଣ୍ଟ ହବା ପୂର୍ବରୁ। ତା ତଳେ ଗୋଟେ ଅଧ୍ୟକ୍ଷ ଅଛନ୍ତି ଜଣେ ନିତ୍ୟାନନ୍ଦ ପ୍ରଧାନ, ଅଧ୍ୟକ୍ଷ। ପୁଣି ତା ତଳେ ଅଛନ୍ତି ସିଲାବସ କମିଟି, କଣ ପିଲାଙ୍କ କୋର୍ସ ରହିବ, ସିଲାବସ କେମିତି ଦେବ, ତାକୁ ବି ସେମାନେ ତିଆରି କରୁଛନ୍ତି। ତାପରେ ଅଛି ଟେକ୍ସଟ ବୁକ୍ସ କମିଟି, ଏକ୍ସପର୍ଟ କମିଟି। ଏକ୍ସପର୍ଟ କମିଟି କାମ କଣ? ଏଇ ଯୋଉ କୋର୍ସରେ ସିଲାବସରେ କଣ କଣ ରହିବ, କୋଉଠି ଫଟୋ କଣ ଅଛି, କୋଉଠି କଣ ଲେଖା ଅଛି, ତାକୁ ତନ୍ନ ତନ୍ନ କରି ପଢିବା, ତାକୁ କରେକ୍ସନ କରିବା। ତାପରେ ଅଛି ଗୋଟେ କୋର କମିଟି OCEPA। ସେଇ କୋର କମିଟି ବି ଫାଇନାଲ ଆପ୍ରୁଭାଲ ଦେଲା ପରେ ଟେକ୍ସଟ ବୁକ୍ ବ୍ୟୁରୋକୁ ଯାଉଛି। ଟେକ୍ସଟ ବୁକ୍ ବ୍ୟୁରୋରୁ ପୁଣି OCP ପାଖକୁ ଯାଉଛି, ପ୍ରିଣ୍ଟ ହେଇକି ବହି DEO ମାନଙ୍କ ପାଖକୁ ଯାଉଛି, ବହି ମୋଟା ହଉଛି। ଏ କେତେ ଥାକରେ ସେ ଆସୁଛି, କେତେ ଥାକରେ ସେ ତାଙ୍କ ପ୍ରିଣ୍ଟିଂ ଆମର ଚାଲୁଛି। ଆମର ଯୋଉ ବହି ଏବେ ବାହାରିଲା, ତା ପାଇଁ ଭାବନ୍ତୁ କେତେ ପଇସା ଖର୍ଚ୍ଚ ହେଲା। କୋଟି କୋଟି ଟଙ୍କା ଗଲା। ଏ କାହା ପଇସା? ଏଇ ଓଡିଶାବାସୀଙ୍କ ପଇସା, ଆପଣମାନଙ୍କ ପଇସା, ଆମମାନଙ୍କ ପଇସା, ସାରା ଓଡିଶାବାସୀଙ୍କ ଟ୍ୟାକ୍ସ ପଇସାରୁ ଖର୍ଚ୍ଚ ହେଲା। ଏଠି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟେ ହାଲକା ଭାବରେ କହିଦେଲେ, ହଉ ଠିକ ଅଛି, ଭୁଲ ହେଇଛି, ହସିଦେଲେ, ତାହେଲେ ଆଉଥରେ ଛପା ହେଇଯିବ, ଆଉଥରେ ଦିଆହବ। ଇଏ କଣ ପଇସା କାହାର? ପାର୍ଟି ଦଉ। ଏଥିପାଇଁ ଦାୟୀ କିଏ? ଯୋଉମାନେ ଆକାଉଣ୍ଟେବୁଲ ଅଛନ୍ତି ଏ ବହି ତ୍ରୁଟି ପାଇଁ, ସେମାନଙ୍କୁ ଦାୟୀ କରାଯାଉ, ସେମାନଙ୍କୁ ଶାସ୍ତି ଦିଆଯାଉ, ସେମାନଙ୍କ ଦରମା ବନ୍ଦ କରାଯାଉ, ସେମାନଙ୍କ ପେନସନ ବନ୍ଦ କରାଯାଉ। ଏଇ ଯୋଉ ବାଟ ମାରଣା ହେଇଛି, କୋଟି କୋଟି ଟଙ୍କା ଖାଇଛନ୍ତି ସରକାର ଏଇ ବହି, ଇଏ ତ ଗୋଟିଏ ସ୍କିମ୍, ଗୋଟିଏ ସ୍କାମ। ଏମିତି ଶହ ଶହ ସ୍କାମ ଡେଲି ବାହାରୁଛି। ଆପଣ ଦେଖନ୍ତୁ, ଗୋଟେ ନିଟ୍ ପରୀକ୍ଷା ହେଲା, ସେଠି ବି ପେପର ଲିକ୍ ହେଇଗଲା। 5 ବର୍ଷରେ 4 ଥର ନିଟ୍ ପରୀକ୍ଷାର ପେପର ଲିକ୍। ବର୍ତ୍ତମାନ ସେଠି ବି ପିଲା କେତେ ମେଧାବୀ ଛାତ୍ର ସୁଇସାଇଡ କରିଦେଲେଣି ଭାରତ ବର୍ଷରେ। ଓଡିଶାରେ ବି କେତେ ପିଲାଙ୍କର ଭାଗ୍ୟ ଏଇ ସରକାରଙ୍କ ହାତରେ ବୁଡିଗଲାଣି। ବର୍ତ୍ତମାନ ଛାତ୍ର ସମାଜ, ଯୁବ ସମାଜ ଆଗେଇ ଆସିବା କଥା। ଏବଂ ଏଇ ଯୋଉ ବିଜେପି ସରକାର ଶିକ୍ଷାନୀତି, ଆକୁ ଆମେ ଘୋର ନିନ୍ଦା କରୁଛୁ। ଆମ୍ ଆଦମୀ ପାର୍ଟି, ଯୋଉଟା କି ଆପଣ ଦେଖନ୍ତୁ ପଞ୍ଜାବ ଆମ ପାର୍ଟି ଅଛି, ପଞ୍ଜାବରେ, ପଞ୍ଜାବ ବର୍ତ୍ତମାନ ଶିକ୍ଷାର ନମ୍ବର 1 ଇଣ୍ଡିଆରେ। ଏଇଟା ବି କିଏ କରୁଛି? ସେଇ ବିଜେପି ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଛି ଯୋଉ ପଞ୍ଜାବରେ ଆମ ସରକାର ଏତେ ଅଳ୍ପ ଦିନ ଭିତରେ 27% ଯାଇ 1% ପହଞ୍ଚିଗଲୁ। ଓଡିଶାରେ ଠିକ ଓଲଟା। ଓଡିଶାର ଲୋକ ଭାବିଥିଲେ ଡବଲ ଇଞ୍ଜିନ ସରକାର ହବ, ଓଡିଶାରେ କିଛି ଭଲ ହବ। ବର୍ତ୍ତମାନ ଓଡିଶା ଆହୁରି ବୁଡି ବୁଡି ଯାଉଛି। ଏଇ ଓଡିଶାର ଯୁବ ସମାଜ ପୁରା ଗଣ୍ଡ ମୂର୍ଖ ହେଇଯାଉଛନ୍ତି ଏବଂ ସରକାରଙ୍କ ଦାୟିତ୍ୱହୀନତା, କେହି ୟା ପାଇଁ ଆକାଉଣ୍ଟେବିଲିଟି ହଉନାହାନ୍ତି। ମୁଁ ତ ଚାହୁଁଛି ଏଇ ମୁଖ୍ୟମନ୍ତ୍ରୀ ସାଙ୍ଗେ ସାଙ୍ଗେ ସସ୍ପେଣ୍ଡ କରିବା କଥା ଏଠି ଆମ ଶିକ୍ଷା ମନ୍ତ୍ରୀଙ୍କୁ।
सेठी जेमती प्रधानमंत्री रखिछन धर्मेंद्र प्रधान को ताको पे किछि एक्शन नाही एठी भी हमर किछि एक्शन नाही एठी ऑफिसर माने एवं मंत्री एवं तंग सरकार केही दायी होउनांती एतल दायी किए रहबो एठी युव समाज केमती आगु बढ़िबे केमती शिक्षा हबो केमती प्रगति हबो केमती रिसर्च हबो केमती देश राज्य उन्नति पथरे से देखिबे ना एठी देश ऊपर बुड़ी दे जिबे ओडिशा रे जहाँ चली आपको खूब निंदा कर आम आदमी पार्टी गोटे पार्टी जे कि शिक्षा देखिए माने राजनीति आसला शिक्षा स्वास्थ्य बिजुली पानी आम मुख्य चारोटी थिला तापर थिला रोजगार एवं गुड गवर्नेंस एटी सब सरकार फेल ना एजुकेशन रे ना हेल्थ रे ना रोजगार दबारे ना गुड गवर्नेंस रे कोउ थिरे नाही एटी खाली बड़ बड़ पोस्टर भरा होची कांथ भाड़ खाली चित्र करा होची 2 वर्ष उपलब्धि देखा होची यार मोदी आसुचंती मिछ प्रचार गुड़े कर माने जातीय गणमाध्यम ताकू भी देखा बारंबार देखिले लोक भावुं लोक विश्वास करेंगे कि लोक धीरे धीरे आस्था भाजन हरई सरकार एवं आगामी दिन में देखिए ये लोक गोटे आक्रोश आसीगला बहुत बड़ विप्लव हम बहुत बड़ आम आदमी पार्टी आपको लीड कर आमे चाहूँ आम आदमी पार्टी जमी शिक्षा कर सरकार तुरंत शिक्षा मौलिक जोड़ा दाबी अच्छी अधिकार अच्छी लोक फोकस करू पिला भविष्य न खेलू मु तो चाहे मुख्यमंत्री आगे सस्पेंड करेंगे समस्त को जो जो ऑफिसर जो जो मंत्री की बर्खास्त करेंगे एवं जो पैसा खर्च होती भूल भटका एत गुड़े कमिटी मुझे कहली आपको एत थाकर स्क्रूटिनी समस्त को दायी रखिए पैसा आदाय करा पेंशन बंद करा सस्पेंड करा भावुँ डिपार्टमेंट आवश्यकता ना एमती बहर कौन दरकार केते केते पैसा खर्च होती गाड़ी दिया एसी रूम बढ़िया ऑफिस चकाचक पियन चाकर बाकर सब दिया आईसी मान करुँच कौन पिला सहित भविष्य सहित खेल एवं पिला मूर्ख कर त्रुटि कहीं बार बार होची जति हमर देखला 22 मंत्री पद केवल 16 जन के अछि सेति में त्रुटि किछ देखा जाउ त्रुटि देखा होची आकर मूल उद्देश्य होची पैसा बाटमारा करिया जदि बाटमारा करबे अणदेखा करिकि जी जा देला ताको पास करिया पड़ुची आप कंट्राक्ट देखु से पोल कोटी भुशुड़ी पड़ी कोटी बही त्रुटि हो कोटी रास्तार पिचु परस्त परस्त उठी जाऊँगी कोटी लोक खाइबा न पाई मरुंच ये सरकार निघा ना ये खाली पैसा कमार अच्छा इलेक्शन लड़ू ना किणु ना जदि ईडी सीबीआई इनकम टैक्स लगे लोक डरइबू यहीटा कौन देशर राजनीति ये कौन देशर प्रगति माने आगे चलो आपको आम आदमी पार्टी खोर माने विरोध जोरदार विरोध कर